ଅନୁଭବଙ୍କ ଘରେ ମାଣ ବସାଇ ଲକ୍ଷ୍ମୀ ପୂଜା କଲେ ବର୍ଷା। ଦର୍ଶକ ବନ୍ଧୁ, ଆଜି ହେଉଛି ପବିତ୍ର ଗୁରୁବାର ମାଣବସା। ଏ ଦିନଟିରେ ଗୋଟେ ଧୁମଧାମ ସହିତ ମାଣ ବସାଇ ଲକ୍ଷ୍ମୀ ପୂଜା କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଉ ସୂଚନା ଆସୁଛି କି ଘରକୁ ପୁଣି ଥରେ ଫେରିଛନ୍ତି ଅନେକ ଦିନ ପରେ ବର୍ଷା ପ୍ରିୟଦର୍ଶିନୀ। ଆଉ ମାଣ ବସାଇଥିବାର ଖବର ଆସୁଛି। ଆପଣ ଜାଣିଥିବେ ପ୍ରତ୍ୟେକ ବର୍ଷ ଯେତେବେଳେ ବର୍ଷା ଅନୁଭବ ଏକାଠି ଥିଲେ ସେତେବେଳେ ସବୁ ବର୍ଷ ମିଶିକରି ବର୍ଷା ଅନୁଭବ କରୁଥିଲେ ଲକ୍ଷ୍ମୀ ପୂଜା। ଆଉ ସ୍ପେଶାଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନେତା ଅନୁଭବଙ୍କ ଘରେ ମାଣ ବସୁଥିବା ଆପଣମାନେ ଦେଖିବା ପାଇଁ ପାଇଥିବେ। ତେବେ ଆଜି ହେଉଛି ପବିତ୍ର ମାଣବସା। ଏହି ଦିନଟିରେ ଓଡ଼ିଶାର ସମସ୍ତ ଲୋକମାନେ ଘରେ ଘରେ ସବୁ ସ୍ତ୍ରୀ ଲୋକମାନେ ମାଣ ବସାଉଛନ୍ତି। ଆଉ ଏହି ଦିନଟିକୁ ଧୁମଧାମ ସହିତ ପୁଣି ଥରେ ପାଳନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ସୂଚନା ଆସୁଛି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଫେରିଛନ୍ତି ଅଭିନେତା ଅନୁଭବ ମହାନ୍ତିଙ୍କ ଘରକୁ। ତେବେ ଖବର ମୁତାବକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ କିଛି ଫଟୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହେଉଛି ଭାଇରାଲ, ଯେଉଁଥିରେ ଦେଖିବାକୁ ମିଳୁଛି କୁଆଡ଼େ ଗୁରୁବାର ମାଣବସାରେ ଲକ୍ଷ୍ମୀ ପୂଜା କରିଛନ୍ତି ଆଉ ମାଣ ବସାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।